ତ ମୁଁ ଯେହେତୁ ଆମ କୁନ୍ଦ୍ରା ବ୍ଲକର ସବୁଠୁ ଲାଷ୍ଟ ଗାଁ ହଉଛି ଆମ ଗାଁ, ଯୋଉଟା କି ଆମେ ଦୂରରୁ ଯଦି ଦେଖିବା ତ କେବଳ ଗଛ ହିଁ ଦିଶିବ, ଗୋଟେ ବି ଘର ଦିଶିବନି, ସେମିତି ଜାଗାରୁ ମୁଁ ବିଲଙ୍ଗ କରୁଛି। ତ ଖୁସି ବି ଲାଗୁଛି, ଫାର୍ଷ୍ଟ ଟାଇମ୍ ମତେ ଜୁମରେ ମାନେ ଜୁମ୍ ସେସନରେ ଡକା ଯାଇଛି। ତ କିଛି କହିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଗର୍ବ ବି ଫିଲ୍ କରୁଛି। ତ ଓଡ଼ିଶା ଓଡ଼ିଶାର ଟିମ୍ ଲିଡର ଯାହାଙ୍କୁ ମାନେ ପୁରା କୋହିନୂର ଗ୍ରୁପ ଜାଣିଛନ୍ତି, ଯିଏକି ଓଡ଼ିଶାକୁ ଲିଡ୍ କରୁଛନ୍ତି, ମିଷ୍ଟର ଆଇ ମାଝୀ ସାର୍। ମୁଁ ସାର୍ଙ୍କୁ ପ୍ରଣାମ ଜଣାଉଛି। ସାଥ ସାଥ ଆମକୁ ଯିଏ ପ୍ରତ୍ୟେକ ଦିନ କଲ୍ ମାଧ୍ୟମରେ ହଉ କିମ୍ବା ଲିଡ୍ କରନ୍ତି, KR ଚଲନ ସାର୍, ତାଙ୍କୁ ବି ମୋର ପ୍ରଣାମ। ଏବଂ ମିସ୍ ମଞ୍ଜୁ ମ୍ୟାମ୍, ଯିଏକି ତାଙ୍କ ଅଲଗା ସାଇଡରେ ଅଛନ୍ତି, ଓଡ଼ିଶାର ଝାନ୍ସୀ କି ରାଣୀ, ଯାହାଙ୍କୁ ଆମେ ଅନୁସରଣ କରିକି ଆଗେ ବଢୁଛୁ, ମାନେ ଲେଡି ଫାଇଟର ହିସାବରେ। ତ ମ୍ୟାଡାମକୁ ବି ମୁଁ ପ୍ରଣାମ ଜଣାଉଛି। ଏବଂ ଆମ ସମସ୍ତଙ୍କ ପ୍ରିୟ, ଯିଏକି ପ୍ରତ୍ୟେକ ଦିନ 7ଟା ହେଇଗଲା ମାନେ ତାଙ୍କର ଚେହେରା ଆମକୁ ଦେଖିବାକୁ ମିଳୁଛି, ମିଷ୍ଟର PN ପାଲ ସାର୍। ସାର୍ଙ୍କୁ ବି ମୁଁ ପ୍ରଣାମ ଜଣାଉଛି। ଏବଂ ଆମର ଲକ୍ ବ୍ୟବହାର ଉପାଧି ଯାହାଙ୍କୁ ମିଳିଛି, KL ସାହୁ ସାର୍, ସାର୍ଙ୍କୁ ବି ମୁଁ ପ୍ରଣାମ ଜଣାଉଛି। ତାଙ୍କର ଭାଷଣ ଯେହେତୁ ଆମେ ଶୁଣୁଛୁ ତ କିଛି ଆମକୁ ବିଜାର ବି ଲାଗୁନି, ସେମିତି କୁହନ୍ତି ସାର୍। ଆଉ କୋହିନୂର ଗ୍ରୁପର ପ୍ରତିଷ୍ଠାତା ମିଷ୍ଟର KP ବର୍ମା ସାର୍ ଏବଂ TP ସାହୁ ସାର୍, ସେମାନଙ୍କୁ ବି ମୋର ପ୍ରଣାମ। ଏବଂ YTM କମ୍ପାନୀର CMD ଆଣ୍ଡ CEO ମିଷ୍ଟର କମଳ ନାରାୟଣ ସାହୁ ସାର୍, ସାର୍ଙ୍କୁ ବି ମୁଁ ପ୍ରଣାମ ଜଣାଉଛି। ଏବଂ ଜୁମ୍ରେ ଉପସ୍ଥିତ ସମସ୍ତ ଲିଡର, ଜୀବନ ବର୍ମା ସାର୍, यादव ସାର୍, ବବିତକର ସାର୍, କୃଷ୍ଣା ମାଝୀ ସାର୍, ସରି ମୁଁ ସମସ୍ତଙ୍କୁ ନାଁ ନେଇ ପାରୁନି, କିନ୍ତୁ ସମସ୍ତଙ୍କୁ ମୋର ପ୍ରଣାମ। ଏବଂ ତ YTM ଇଣ୍ଡିଆ ମୁଁ ଫାଷ୍ଟ ମତେ ମଞ୍ଜୁ ମ୍ୟାମ୍ କହିଥିଲେ କାମ କରିବା ପାଇଁ, ମାନେ କାମ ବିଷୟରେ। ତ ମୁଁ ମ୍ୟାଡାମକୁ ମନା କରିଦେଇଥିଲି, ନାଇଁ ମ୍ୟାଡାମ ମୁଁ କରିବିନି ବୋଲି। କିନ୍ତୁ ମ୍ୟାଡାମ ଆଉ ମାଝୀ ସାର୍, KR ଚଲନ ସାର୍ ସମସ୍ତେ ମତେ କହିଥିଲେ କି କାମ ବିଷୟରେ। ତ ତଥାପି ବି ମୁଁ କାମକୁ ମାନେ କରିବାର ଇଣ୍ଟରେଷ୍ଟ ଦଉନଥିଲି। ମତେ ଏ କାମ କରିବାର ଫାଷ୍ଟ ରିଜନ ହଉଛି, ଯେହେତୁ ଆମେ ଆଜିକା ଡେଟରେ ରହୁଛେ, ମାନେ ଅନେକ ପ୍ରକାର ବେମାର ବି ଆସୁଛି, ଆମେ ଜାଣିପାରୁଛେ। ତ ସେଇ ହିସାବରେ ମୁଁ ଯେତେବେଳେ ଆମକୁ ମେଡିସିନ ସରି ପ୍ରଡକ୍ଟ ବିଷୟରେ କୁହାଗଲା, ତ ମତେ ଗୋଟେ ଜିନିଷ ଭଲ ଲାଗିଥିଲା, ଯେହେତୁ ଏଇଟା ଆୟୁର୍ବେଦିକ ପ୍ରଡକ୍ଟ, ତ ବିନା କେମିକାଲ ବାଲା, ଯାହା ଆମେ ଖାଇଲେ ସୁସ୍ଥ ରହିପାରିବା। ତ ସେ ଜିନିଷ ମତେ ବହୁତ ମାନେ ଭଲ ଲାଗିଥିଲା। ତ ମୁଁ ସେଇ ହିସାବରେ ହିଁ ଜଏନିଂ କରିଥିଲି। ତ ଏକରେ ତ ଆମକୁ ଆୟୁର୍ବେଦିକ ଜିନିଷ ମିଳୁଛି, ଦୁଇରେ ଆମର ସ୍ୱାସ୍ଥ୍ୟ ଭଲ ରହୁଛି, ଯୋଉଟାକି ଭଲ ଜିନିଷ ଖାଇଲେ ଆମର ସ୍ୱାସ୍ଥ୍ୟ ନିହାତି ଭଲ ରହିବ ହିଁ ରହିବ। ଆଉ ଥାର୍ଡ ହଉଛି 50% ଡିସକାଉଣ୍ଟ, ଯୋଉଟା ଆମକୁ ବାକି ଜାଗାରେ ମିଳୁନାହିଁ। ତ ସେଇଟା ମତେ ଭଲ ଲାଗିଲା। ଏବଂ ଫୋର୍ଥ ନମ୍ବର ହଉଛି ପଇସା। ତ 4ଟା ଜିନିଷ ଏଠି ଆମେ ଗୋଟେ ଜାଗାରେ ରହିକି 4ଟା ଜିନିଷ ପାଇପାରୁଛେ। ତ ଫାଷ୍ଟ ଏଇଟା ମାନେ ଫାଷ୍ଟ କଥା, ଏଇଟା ପଇସା ତ ପରର କଥା, କିନ୍ତୁ ଯେହେତୁ ଆମକୁ ଭଲ ଜିନିଷ ମିଳୁଛି ଏବଂ ଡିସକାଉଣ୍ଟରେ ମିଳୁଛି, ସେଠି ଆମର ପଇସା ବି ସାଥ ସାଥ। ତ ସେ ଜିନିଷ ପାଇଁ ମୁଁ ଏଠି ମାନେ ଇଚ୍ଛା ହେଲା କାମ କରିବାକୁ। ଆଉ YTM ରେ କରିବାର କାରଣ ହଉଛି, ଯେବେ ମୁଁ ଆମ ପାଲ ସାର୍ ଏବଂ ବର୍ମା ସାର୍ ଆସିଥିଲେ ନବରଙ୍ଗପୁରରେ, ତ ଫାଷ୍ଟ ଟାଇମ୍ ମୁଁ ମିଟିଂ ଆଟେଣ୍ଡ କରିଥିଲି। ଆଉ ସେତେବେଳେ ଗୋଆ ଟୁର୍ ବି ଚାଲିଥିଲା, ତ ସେଠି ମୁଁ ଯାଇଥିଲି। ତ କାମ ଏବଂ ଟୁର୍ ବିଷୟରେ କହିଲେ, ଯେହେତୁ ଫ୍ଲାଇଟ୍ ଚଢ଼ିବାର ଗୋଟେ ମୌକା ମିଳିଲା, ତ ସେଇ ହିସାବରେ ମୁଁ କରିବା ପାଇଁ ଇଣ୍ଟରେଷ୍ଟ ହେଲି। ତା ନେକ୍ସଟ ଦିନ ପାଲ ସାର୍ ଏବଂ ବର୍ମା ସାର୍ ଆସିଥିଲେ ଘରକୁ ବି ଆମ ଗାଁରେ, ଏବଂ
ସାର୍ ମାନେ ବି ଆସିଥିଲେ। ତ ବୁଝେଇଲେ ଗୋଟେ ମାନେ ଆମେ ବୋଲେ କମ୍ ମାନେ ସେମିତି ଗୋଟେ ଜାଗାରୁ ବି ଆମେ ଗୋଟେ ଜିନିଷ ମାନେ ଫ୍ଲାଇଟ୍ ଚାଲିବାର ମୌକା ଗୋଟେ ମିଳିଲା। ତ କିଛି ନଥିଲା, କମ୍ ସମୟ ବି ଥିଲା। ମତେ ଯେମିତି ହେଲେ ବି କରିବାର ଅଛି ବୋଲି କଲି ବି, ଆଉ ଗୋଆ ଟୁର୍ ବି ଫାଇଟ୍ ହେଇଛି ହେଲା, ଯାଇକି ଆସିଲି। ତା ବାଦେ ଥାଇଲାଣ୍ଡ ବି ଫାଇଟ୍ ହେଇଛି। ତ ଏବେ ଆମେ ଚାହିଁଲେ ଅଲଗା ଜାଗାରେ ବି ଆମେ ଇନକମ୍ କରିପାରିବା, କୌଣସି ଜବ୍ କିମ୍ବା ଅନ୍ୟାନ୍ୟ କାମ ବି କରିକି ଆମେ ପଇସା କମାଇ ପାରିବା। କିନ୍ତୁ ନେଟୱାର୍କ ମାର୍କେଟିଂ କରିବାର କାରଣ କଣ? ମାନେ କାହିଁକି କରାଯାଏ ଏବଂ ଲୋକ କାହିଁକି ଏଇଠି ସଫଳ ହଉଛନ୍ତି, ସେ ଜିନିଷ ଆମକୁ ବୁଝିବାକୁ ପଡିବ। ତ ନେଟୱାର୍କ ମାର୍କେଟିଂ କରିବାର କାରଣ ହଉଛି, ଏଠି ଆମେ ଜଣେ କାମ କରିବାନି, ଟିମ୍ ଦ୍ଵାରା କାମ କରିବା। ଯୋଉ କାମ ଆମେ ଟିମ୍ ଦ୍ଵାରା କରିବା, ସେଠି ଆମେ ମାନେ ସଫଳ ହେଇପାରିବା ଆମ ଇଚ୍ଛା ହିସାବରେ କାମ କରିକି। ତ ବାକି ଜାଗାରେ ଯଦି ଆମେ କାମ କରିବା, ଯେତେ ବି ଆମକୁ ଇନକମ୍ ଥାଉ, କିନ୍ତୁ ଆମେ ଜଣେ ହିଁ ସେ ଜାଗାରେ କାମ କରିବା। କିନ୍ତୁ ଯଦି ଆମେ ଟିମ୍ ବନେଇକି କାମ କରିବା, ତ ଟିମ୍ ଦ୍ଵାରା ଆମେ କିଛି ଉପଲବ୍ଧି ବି ପାଇପାରିବା। ଏବେ ଟିଭି ସିରିଏଲରେ ଆମେ ଦେଖୁଛି, ଯୋଉ ଆମର ହିରୋ ହିରୋଇନ ମାନେ, ସେମାନେ ତ ରୋଲ୍ କରନ୍ତି, କିନ୍ତୁ ଯଦି ଆମେ ନେଟୱାର୍କ ମାର୍କେଟିଂରେ ରହିବା, ତ ଆମେ ରିଏଲରେ ଗୋଟେ ନାୟକ କିମ୍ବା ନାୟିକା ହେଇପାରିବା। ତ ସେଇ ହିସାବରେ ସେ ଜିନିଷ ଗୋଟେ ଭଲ ଲାଗୁଛି, ଯୋଉଟା ଆମେ ରିଏଲ ଜିନିଷ ଆମେ କରିକି ଦେଖେଇ ପାରିବା ଲୋକଙ୍କୁ। ଆଉ ତ ଏମିତି ଅଛି କେତେଟା ଜିନିଷ ଯୋଉଟା ଆମେ ମାନେ ବହୁତ ଜିନିଷ ଅଛି, ଆମେ ଯଦି ସେଇ ମାହୋଲରେ ଥିବା ତ ଜାଣିପାରିବା କିଛି ଜିନିଷ। ଏବେ ଖାସ କରି ଆମ ଗାଁ ଗହଳିର ଲୋକମାନେ କିଛି ଜାଣି ପାରୁନାହାନ୍ତି, ମାନେ ଗାଁରେ ହିଁ ରହୁଛନ୍ତି। ଲୋକ ବି କହୁଛନ୍ତି ଆଉ ପାଠ ବି ଏତେ ପଢଉନାହାନ୍ତି, ତ କିଛି ଜିନିଷ କରିପାରୁନାହାନ୍ତି, ସେମାନେ ସେଇ କୁଲି ମଜୁରୀ ହିଁ କରୁଛନ୍ତି। ତ ସେ ଜିନିଷ ମୁଁ ଚାହୁଁଛି କି ସେ ଜିନିଷ ଦୂର ହଉ, ବୋଲେ ମୋ ଦ୍ଵାରା ବି ଜାଣନ୍ତୁ ମତେ ଦେଖିକି, କିମ୍ବା ସେ ଜିନିଷ ହିଁ ମୁଁ ଚାହୁଁଛି। ମାନେ ଆମ ଏବେ ବି ଆମ ଗାଁରେ ଲୋକ ଅଛନ୍ତି, ଯୋଉମାନେ କି କିଛି ଜାଣି ପାରୁନାହାନ୍ତି, ପାଠର ଭ୍ୟାଲ୍ୟୁ ବି ଜାଣି ପାରୁନାହାନ୍ତି, କିମ୍ବା କୋଉ ଜାଗାରେ କାମ କଲେ କଣ ହବ ସେ ଜିନିଷ ଜାଣି ପାରୁନାହାନ୍ତି। କିନ୍ତୁ ହେଲେ ମୋର ମେନ୍ ଲକ୍ଷ୍ୟ ହଉଛି କେବଳ ପଇସା କମେଇବା ନାହିଁ, ଲୋକଙ୍କୁ କିଛି ମାର୍ଗଦର୍ଶନ ଦେବାର ଇଚ୍ଛା ମୋର। ମାନେ ଜଣକୁ ଦେଖିକି, ଝିଅ ପିଲା ହେଲେ ବି ଜଣକୁ ଦେଖିକି ଆମେ କେମିତି କରିବା କାମ, ସେ ଜିନିଷ ମୁଁ ଚାହୁଁଛି। ତ ମୁଁ ସମସ୍ତଙ୍କ ପାଇଁ ନାହିଁ, କେବଳ ମୋ ଗାଁ ପାଇଁ ବି ମୁଁ କିଛି ମାନେ ଶିଖେଇ ପାରିବି କିଛି ଜିନିଷ। ସେ ଜିନିଷ ମୋର ଫାଷ୍ଟ ମାନେ ଲକ୍ଷ୍ୟ ଅଛି। ଆଉ ଯଦି ଇନକମ୍ ଯଦି ଆମେ କରିବା, ତ ନିହାତି ଆମକୁ ଯୋଉ ଆମର ଇଚ୍ଛା ଅଛି ସେଇଟା ଆମ ପୂରଣ ହବ। ତ ମୋର ଫାଷ୍ଟ ଇଚ୍ଛା ଥିଲା ମୋ ନିଜ ଇନକମରେ ମୁଁ ସ୍କୁଟି କିଣିବି, ଆଉ ସେଇଟା ବି ମୋର ପୂରଣ ହେଇଯାଇଛି। ଟଙ୍କାଟେ ବି ଘରେ ମୁଁ ମାଗିନି, ମୋ ଇନକମରେ ହିଁ ମୁଁ କିଣିଛି। ଆଉ ସେକେଣ୍ଡ, ମୋର ପାଖରେ ଫୋନ ବି ନଥିଲା ଭଲଟା, ମୁଁ କିଣିଲି ବି ଯେତେବେଳେ ଆମେ ଗୋଆ ଗଲୁ, ତା ପୂର୍ବରୁ ମୁଁ ଫୋନ ବି କିଣିଲି। ତ ଏମିତି ଛୋଟ ଛୋଟ ଇଚ୍ଛା ଆମର ଯୋଉଟା ରହୁଛି, ଯୋଉଟା ଆମର ପ୍ରଥମ ଆବଶ୍ୟକ, ସେଇଟା ଆମକୁ ପୂରଣ କରିବା ଉଚିତ। ତା ବାଦ ଧୀରେ ଧୀରେ ଆମେ ଅଲଗା କିଛି କରିପାରିବା। ତ ଫାଷ୍ଟ କଥା ହଉଛି, ଆମକୁ ମାନେ ଯେତେ ଇନକମ୍ କଲେ ବି ଆମକୁ ଫାଷ୍ଟ ଧ୍ୟାନ ଦେବାର ଅଛି ଆମର ହେଲ୍ଥ ଉପରେ, ନିଜର ହେଲ୍ଥ ଉପରେ, ନିଜର ପରିବାରର ହେଲ୍ଥ ଉପରେ। ଯଦି ହେଲ୍ଥ ଆମର ଠିକ ଅଛି, ତ ଆମେ କିଛି ବି କରିପାରିବା। ଆଉ ଯେତେ ପାରିବା ଆମେ ସେତେ ନିଜକୁ ମାନେ ଶିଖିବା ପାଇଁ ପ୍ରୟାସ କରିବା। ଯେତିକି ଆମେ ଶିଖିବା, ସେତିକି ଆମେ ମଜବୁତ ହବା, ଷ୍ଟ୍ରଙ୍ଗ ହବା, ତେବେ ହିଁ ଆମେ ଆଗକୁ ବଢିପାରିବା। ଏବଂ କିଛି ଆମେ ମାନେ ନିଜ ଭିତରେ କିଛି ପରିବର୍ତ୍ତନ କରିବା ପାଇଁ ପ୍ରୟାସ କରିବା। ଏବେ ଏ ବର୍ଷ ମୁଁ ମାନେ 2025ରେ ମୁଁ କେମିତି ଥିଲି, କେମିତି ଇନକମ୍ କଲି, କିମ୍ବା କେତେ କଣ କଲି, 2026ରେ ମତେ ପରିବର୍ତ୍ତନ ହବାର ଅଛି। ତାପରେ 2026ରେ ମୁଁ କଣ କଲି କଣ ନାହିଁ, 2027ରେ ଆହୁରି ମତେ ଚେଞ୍ଜିଂ ହବାର ଅଛି। ତ ଚେଞ୍ଜିଂ ହେଲେ ହିଁ ଆମେ ଡେଭଲପ ହେଇପାରିବା, ଆମର ଭିତରେ ଚେଞ୍ଜିଂ ଆସିବା ଦରକାର। ତ ଆଉ ଗୋଟେ ଜିନିଷ, ଆମେ ନେଟୱାର୍କ କରିବାର କାରଣ, ଆମେ ଏଠି ବେଶୀ ହାର୍ଡୱାର୍କ
କରୁନେ ତ ସ୍ମାର୍ଟ ୱାର୍କ କରୁଛନ୍ତି। ଆଉ ଯୋଉ ଜାଗାରେ ବି ଆମେ ସ୍ମାର୍ଟ ୱାର୍କ କରିବା ତ ଆମେ ଆଗକୁ ଯାଇପାରିବା। ଯୋଉମାନେ ବି ହାର୍ଡ ୱାର୍କ କରୁଛନ୍ତି ଆଜି ସେଇଠି ହିଁ ଅଛନ୍ତି। କାମ ତ ସେମାନେ ବେଶୀ କରୁଛନ୍ତି, ମେହନତ ତ ସେମାନେ ବେଶୀ କରୁଛନ୍ତି, କିନ୍ତୁ ଆଗକୁ ଯାଇପାରୁନାହାନ୍ତି। ତ ଆମକୁ ବୁଝିବାକୁ ପଡିବ କି ସ୍ମାର୍ଟ ୱାର୍କ କରିବା ଦ୍ୱାରା ଆମେ କଣ କରିପାରିବା, ସେଇଟା ଲୋକ ବୁଝୁନାହାନ୍ତି। ତ ଆମକୁ ସେଇ ଟାଇପର ତାନା ବି ମାରୁଛନ୍ତି, ବୁଲୁଛନ୍ତି ବୋଲି। ଆକ୍ଚୁଆଲି ସେମାନେ ଜାଣିନାହାନ୍ତି ସ୍ମାର୍ଟ ୱାର୍କ କରିବା ଦ୍ୱାରା ଆମର କଣ ହେଇପାରେ। ତ ନେଟୱାର୍କ ମାର୍କେଟିଂରେ କଲେ ଆମକୁ ତ ଫାଷ୍ଟ ହଉଛି ପେସିଭ ଇନକମ୍ ଆସିବ, ଯୋଉଟା ବାକି ଜାଗାରେ ଆସୁନାହିଁ। ନେଟୱାର୍କ ମାର୍କେଟିଂରେ ପେସିଭ ଇନକମ୍ ଆସିବ, ତା ବାଦେ ଟିମ୍ ଦ୍ୱାରା ଆମେ କାମ କରିବା। ସେଇଟା ଗୋଟେ ଖୁସି ଲାଗୁଛି ଯେ କିଛି ଟିମ୍ ମାଧ୍ୟମରେ ଆମେ କାମ କରିପାରିବା। ତ ଆଉ ତ ବିଶେଷ କିଛି କହୁନି ସାର୍। କହିବାକୁ ଚାହୁଁଛି ଫିର ବି କହିପାରୁନି। ଫାଷ୍ଟ ଟାଇମ୍ ମତେ ସୁଯୋଗ ମିଳିଛି, ତ ଏତିକି କହି ମୁଁ ମୋର ବକ୍ତବ୍ୟ ରଖୁଛି ଏବଂ ସମସ୍ତଙ୍କୁ ପ୍ରଣାମ। ଜୟ ଏଟିଏମ୍। जय वाईटीएम, जय वाईटीएम मैडम, जय वाईटीएम। मैडम ने प्रयास जो किए बहुत बड़ा चीज उनका अंदर में है, जो कि आज इस काम को लेकर के जो हार्ड वर्क और स्मार्ट